ଷାଠିଏ ବର୍ଷ ବୟସ ପରେ ଆପଣ କେତେ ବର୍ଷ ବଞ୍ଚିପାରିବେ? ଆମ ଶରୀରରେ ଥିବା 7ଟି ସଂକେତରୁ ମିଳିପାରିବ ଏହାର ଉତ୍ତର। ଦର୍ଶକ ବନ୍ଧୁ, ଆଜିର ଭିଡ଼ିଓଟି ବହୁତ ଜ୍ଞାନବର୍ଦ୍ଧକ, ତେଣୁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଅବଶ୍ୟ ଦେଖନ୍ତୁ। ଆପଣ କ'ଣ ଜାଣନ୍ତି କି ଆମେ ଆମ ନିଜ ଶରୀରରୁ ମିଳୁଥିବା କିଛି ସଂକେତକୁ ଦେଖି ଅନୁମାନ କରିପାରିବା ଯେ ଆମେ ଆଉ କେତେ ଦିନ ବଞ୍ଚିପାରିବା? ଆମ ଜୀବନର ଆୟୁ କେବେ ସମାପ୍ତ ହେବ? ହଁ, ଏମିତି କିଛି ସଂକେତ ଅଛି ଯାହା ଆମକୁ ଜଣାଇ ଦିଏ ଯେ ଆମ ପାଖରେ ଅଧିକ ସମୟ ଅଛି କିମ୍ବା ସମୟ ସରି ଆସୁଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଅଧିକାଂଶ ଲୋକ ଏହି ସଂକେତଗୁଡ଼ିକ ଦେଖି ବି ଅଣଦେଖା କରନ୍ତି ଏବଂ ପରେ ଭାବିଲା ବେଳେ ବହୁତ ବିଳମ୍ବ ହୋଇଯାଏ। ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଦୀର୍ଘାୟୁ ହେବା କେବଳ ଭାଗ୍ୟରେ ଥିବା କିମ୍ବା ବଂଶଗତ ହେବା ଉପରେ ନିର୍ଭର କରେ, କିନ୍ତୁ ଆଜିର ବିଜ୍ଞାନ ପ୍ରମାଣ କରିସାରିଛି ଯେ ଏହା ସତ୍ୟ ନୁହେଁ। ଆମ ଶରୀରରୁ ଏମିତି କିଛି ସ୍ପଷ୍ଟ ସଂକେତ ମିଳିଥାଏ ଯାହା ଦର୍ଶାଇଥାଏ ଯେ ଆମ ସ୍ୱାସ୍ଥ୍ୟ ଭଲ ଅଛି କିମ୍ବା ଏହା ଚୁପଚାପ ଜବାବ ଦେବାକୁ ଗଲାଣି। ସବୁଠାରୁ ଖୁସିର କଥା ହେଉଛି ଯେ ଆମେ ବର୍ତ୍ତମାନ ଏହିସବୁ ବିଷୟରେ ଭଲ ଭାବରେ ବୁଝି ବିଚାରି ଏହାର ସଠିକ୍ ଯତ୍ନ ନେଇ ଏହାର ଆୟୁ ବୃଦ୍ଧି କରିପାରିବା। ଯଦି ଆପଣଙ୍କର ବୟସ 60 ବର୍ଷ କିମ୍ବା ତାଠାରୁ ଅଧିକ, ତେବେ ଧ୍ୟାନ ଦିଅନ୍ତୁ, କାରଣ ମୁଁ ଆପଣଙ୍କୁ ଯାହା କହିବାକୁ ଯାଉଛି ତାହା ଆପଣଙ୍କ ଜୀବନରେ ନିଶ୍ଚୟ ପରିବର୍ତ୍ତନ ଆଣିପାରିବ। ହୁଏତ ଆପଣ ଜାଣିପାରି ନଥିବେ ଯେ ଆପଣଙ୍କ ଶରୀର ପୂର୍ବରୁ କିଛି କିଛି ସଂକେତ ଦେଉଛି, କିନ୍ତୁ ଯେତେବେଳେ ଆପଣ ଏହି ସଂକେତ ସବୁ ଚିହ୍ନି ପାରିବେ, ତେବେ ସବୁ କିଛି ବୁଝିପାରିବେ। ଆସନ୍ତୁ ଏହି ସବୁ ସଂକେତଗୁଡ଼ିକୁ ବୁଝିବା। ପ୍ରଥମ ସଂକେତ, ଏମିତି ଏକ ସରଳ ଅଭ୍ୟାସ ଯେଉଁଥିରୁ ଆପଣଙ୍କର ବୟସ ଏବଂ ସ୍ୱାସ୍ଥ୍ୟାବସ୍ଥାର ସଠିକ୍ ଅନୁମାନ କରାଯାଇପାରେ। ତାହା ହେଉଛି ଆପଣଙ୍କର ଚାଲିବାର ଶୈଳୀ। ଆପଣଙ୍କର ଚାଲିବାର ତୀବ୍ରତା ନା କେବଳ ଆପଣଙ୍କ ସକ୍ରିୟ ବୟସକୁ ସୂଚାଇଥାଏ, ବରଂ ଏହା ଆପଣଙ୍କ ଶକ୍ତ ମାଂସପେଶୀ, ସୁସ୍ଥ ହୃଦୟ ଏବଂ ଉତ୍ତମ ମାନସିକ କ୍ଷମତାକୁ ଦର୍ଶାଇଥାଏ। ବୈଜ୍ଞାନିକ ଗବେଷଣାରୁ ଜଣାପଡ଼ିଛି ଯେ ଯେଉଁ ବୃଦ୍ଧ ବ୍ୟକ୍ତିମାନେ ଦୃଢ଼ ଗତିରେ ଚାଲିଥାନ୍ତି ସେମାନେ ସାଧାରଣତଃ ଅଧିକ ଦିନ ବଞ୍ଚିଥାନ୍ତି। ଏହାର ଅର୍ଥ ନୁହେଁ ଯେ ଆମକୁ ଅଯଥାରେ ଦୌଡ଼ିବାକୁ ପଡ଼ିବ କିମ୍ବା ନିଜକୁ କ୍ଳାନ୍ତ କରିବାକୁ ପଡ଼ିବ, ଏବଂ ଏହାର ଅର୍ଥ ହେଉଛି ଆମକୁ ଧୀରେ ଚାଲିବାରୁ ନିଜକୁ ଏଡ଼ାଇବାକୁ ପଡ଼ିବ। ଯେତେବେଳେ ଆମେ ଜୋରସେ ଚାଲିଥାନ୍ତି ସେତେବେଳେ ଏହା ଆମ ସୁସ୍ଥ ହୃଦୟ, ସକ୍ରିୟ ମାଂସପେଶୀ ଓ ବାହ୍ୟ ଜଗତ ସହ ଭଲ ଭାବରେ ମୁକାବିଲା କରିଥାଏ। ଏଣୁ ଆପଣ ପରୀକ୍ଷା କରିନିଅନ୍ତୁ ଯେ ଏବେ ବି ପୂର୍ବ ପରି ଦ୍ରୁତ ଗତିରେ ଚାଲିପାରୁଛନ୍ତି କି ଆପଣଙ୍କ ଚାଲିବା ଶକ୍ତି ଧୀର ହୋଇଯାଇଛି। ଯଦି ଆପଣଙ୍କୁ ମନେ ହେଉଛି ଯେପରି ଆପଣଙ୍କ ଚାଲିବାର ଗତି ହ୍ରାସ ପାଉଛି, ତେବେ ଏହା ଏକ ଚେତାବନୀ ହୋଇପାରେ। କିନ୍ତୁ ଭଲ ଖବର ହେଉଛି ଯେ ଆପଣ ଏହାକୁ ସୁଧାରି ପାରିବେ। ଦୈନନ୍ଦିନ ଜୀବନରେ ଛୋଟ ଛୋଟ ଭଲ ଅଭ୍ୟାସ ଆମ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆଣିପାରେ। ଯେପରି ଯେତେବେଳେ ସମ୍ଭବ ହୁଏ ଟିକେ ଦ୍ରୁତ ଗତିରେ ଚାଲିବାକୁ ଚେଷ୍ଟା କରନ୍ତୁ। ଘରେ ଚାଲିବା ସମୟରେ ନିଜ ଅଣ୍ଟାକୁ ସିଧା କରି ଚାଲନ୍ତୁ। କୌଣସି ବସ୍ତୁର ବିନା ସାହାଯ୍ୟରେ ଚାଲିବାର ଅଭ୍ୟାସ କରନ୍ତୁ। ଏହା କେବଳ ଆପଣଙ୍କ ଶାରୀରିକ ସ୍ୱାସ୍ଥ୍ୟ ପାଇଁ ନୁହେଁ, ବରଂ ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହେବ। ଦ୍ୱିତୀୟ ସଂକେତ, ଆମ ଶରୀରରେ ଅନ୍ୟ ଏକ ସଂକେତ ଅଛି ଯାହା ଆମ ହାତରୁ ମିଳେ। ଏହା ଆମର ସ୍ୱାସ୍ଥ୍ୟ ବିଷୟରେ ବହୁତ କିଛି କହିଥାଏ। ଆମ ସ୍ୱାସ୍ଥ୍ୟର ଏକ ଗୂଢ଼ ରହସ୍ୟ ଆମ ହାତରେ ଲୁଚି ରହିଛି। ବର୍ତ୍ତମାନ ଆପଣ ନିଜ ନିଜ ହାତର ଦୃଢ଼ତାକୁ ପରୀକ୍ଷା କରି ଦେଖନ୍ତୁ ଯେ କୌଣସି ବସ୍ତୁକୁ କେତେ ଜୋରରେ ଧରିପାରୁଛନ୍ତି। ତାହା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ଆପଣଙ୍କ ହାତର ଦୃଢ଼ତା ଆଗ ଭଳି ସକ୍ରିୟ ଅଛି ବା ଆପଣ ଅନୁଭବ କରୁଛନ୍ତି ଯେ ଏହା ପୂର୍ବ ଅପେକ୍ଷା ଦୁର୍ବଳ ହୋଇଯାଇଛି। ଏହି ଦୃଢ଼ତା ଆମ ସ୍ୱାସ୍ଥ୍ୟ ବିଷୟରେ ବହୁତ କିଛି କଥା କହିଥାଏ। ଯଦି ହାତର ଦୃଢ଼ତା ସକ୍ରିୟ, ତେବେ ଏହାର ଅର୍ଥ ଯେ କେବଳ ଆମ ମାଂସପେଶୀ ଦୃଢ଼ ଅଛି ତାହା ନୁହେଁ, ବରଂ ଏହା ମଧ୍ୟ ଦର୍ଶାଇଥାଏ ଯେ ଆମର ସ୍ନାୟବିକ ଶକ୍ତି ଠିକ୍ ଭାବରେ କାମ କରୁଛି, ଆମ ରକ୍ତ ସଞ୍ଚାଳନ ଭଲ ଅଛି ଏବଂ ଆମ ଶରୀର ଶକ୍ତିଶାଳୀ ଅଛି। ବୈଜ୍ଞାନିକ ପ୍ରମାଣ ମିଳିସାରିଛି ଯେ ଯେଉଁ ପୁରୁଷ ବା ମହିଳାଙ୍କ ହାତ ଦୃଢ଼ ସେମାନେ ଅଧିକ ଦିନ ବଞ୍ଚିଥାନ୍ତି ଏବଂ ସେମାନଙ୍କୁ ହଠାତ୍ ପଡ଼ିଯିବା, ହୃଦ୍ବେଗ
ଏବଂ ସ୍ନାୟବିକ ସମସ୍ୟା ହେବାର ଆଶଙ୍କା ବହୁତ କମ୍ ଥାଏ। ଏବେ ଚିନ୍ତା କରନ୍ତୁ, ଆପଣ ଗୋଟିଏ ଗ୍ଲାସ୍ ଧରୁଛନ୍ତି ବା ଢାଙ୍କୁଣୀ ଖୋଲୁଛନ୍ତି ବା କାହା ସହିତ ହାତ ମିଶାଉଛନ୍ତି, ଯେତେବେଳେ ଆପଣ କ'ଣ ଅନୁଭବ କରୁଛନ୍ତି? ଆପଣଙ୍କ ହାତରେ ଦୃଢ଼ତା ଅଛି ବା ଏହା ଦୁର୍ବଳ ହୋଇଗଲାଣି? ଭାରୀ ଜିନିଷ ଉଠାଇବାରେ ଆପଣଙ୍କୁ ପୂର୍ବ ଅପେକ୍ଷା ଅଧିକ ଅସୁବିଧା ହେଉଛି କି? ଏପରି ପରିବର୍ତ୍ତନ ଆମ ଶରୀରରେ ହଠାତ୍ ହୋଇନଥାଏ। ଯଦି ଆମେ ନିଜ ଶରୀର ପ୍ରତି ଧ୍ୟାନ ନ ଦେଉ, ତେବେ ଧୀରେ ଧୀରେ ଆମ ହାତ ଓ ବାହୁର ମାଂସପେଶୀ ଦୁର୍ବଳ ହେବାକୁ ଆରମ୍ଭ କରେ ଏବଂ ଏହା ଏକ ସ୍ପଷ୍ଟ ସଂକେତ ଯେ ଆମ ଶରୀରର ଶକ୍ତି ହ୍ରାସ ପାଉଛି। ତେବେ ଆମେ ଏହାର ନିବାରଣ କିପରି କରିପାରିବା? ଯେପରି ଚାଲିବା ଦ୍ୱାରା ଗୋଡ଼ର ମାଂସପେଶୀ ମଜବୁତ ହୁଏ, ସେହିପରି ଛୋଟ ଛୋଟ ବ୍ୟାୟାମ ଦ୍ୱାରା ଆମ ହାତ ଏବଂ ବାହୁର ମାଂସପେଶୀ ମଧ୍ୟ ମଜବୁତ ହୋଇଥାଏ। ସେଥିପାଇଁ ଜିମ୍ ଯିବାର କୌଣସି ଆବଶ୍ୟକତା ନାହିଁ। କେବଳ କିଛି ସରଳ ବ୍ୟାୟାମର ଅଭ୍ୟାସ କରିବା ଦରକାର। ପ୍ରତିଦିନ କିଛି ଭାରୀ ଜିନିଷ ଉଠାଇବାର ଅଭ୍ୟାସ କରନ୍ତୁ। ଏମିତି ଛୋଟ ଛୋଟ ଅଭ୍ୟାସକୁ ନିୟମିତ କରିବା ଦ୍ୱାରା ଆମ ମାଂସପେଶୀରେ ଶକ୍ତି ଫେରି ଆସିଥାଏ ଏବଂ ଆମେ ଆମର ଦୈନନ୍ଦିନ କାର୍ଯ୍ୟ ସବୁ ସହଜରେ ଏବଂ ଆତ୍ମବିଶ୍ୱାସର ସହିତ କରିପାରିବା। ଶରୀରରେ ଦୁର୍ବଳତା କେବଳ ବୟସ ବୃଦ୍ଧିର ଲକ୍ଷଣ ନୁହେଁ, ଏହା ଆମ ସ୍ୱାସ୍ଥ୍ୟ ଜୀବନ ବିଷୟରେ ଗୋଟିଏ ଚେତାବନୀ। ଯଦି ଆପଣ ଦୀର୍ଘ ସମୟ ପାଇଁ ଆତ୍ମନିର୍ଭରଶୀଳ ରହିବା ପାଇଁ ଚାହୁଁଛନ୍ତି, ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ। ନମ୍ବର 3, ତୃତୀୟ ସଂକେତ। ଆପଣମାନେ ଜାଣନ୍ତି, କେବଳ ହାତରେ ଦୃଢ଼ତା ନୁହେଁ, ଆମ ଶରୀରର ଅନ୍ୟ ଏକ ସଂକେତ ଅଛି, ଯାହା ଆମର ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘାୟୁ ବିଷୟରେ ଆମକୁ ଜଣାଇଥାଏ ଓ ଏହାର ଚାଲିବା ବା ଓଜନ ଉଠାଇବା ସହିତ କୌଣସି ସମ୍ପର୍କ ନାହିଁ। ଏବେ ଗୋଟିଏ ଛୋଟ ପରୀକ୍ଷା କରନ୍ତୁ। ନିଜର ଗୋଡ଼କୁ ଉଠାଇ ସିଧା ହୋଇ ଠିଆ ହୁଅନ୍ତୁ ଏବଂ ଅତି କମ୍ରେ 10 ସେକେଣ୍ଡ ପାଇଁ ସନ୍ତୁଳନ ରକ୍ଷା କରିବା ପାଇଁ ଚେଷ୍ଟା କରନ୍ତୁ। ଦେଖନ୍ତୁ, ଯଦି ଆପଣ ଏହା କରିପାରୁନାହାନ୍ତି ବା ଆପଣଙ୍କ ଶରୀରରେ ସନ୍ତୁଳନ ରହୁନାହିଁ ବା ତୁରନ୍ତ ଅନ୍ୟ ଗୋଡ଼କୁ ଭୂମିରେ ରଖିବାକୁ ପଡ଼ୁଛି, ତେବେ ଏହା ଭଲ ଲକ୍ଷଣ ନୁହେଁ। ଏହି ସରଳ ପରୀକ୍ଷା ଆପଣଙ୍କର ସ୍ୱାସ୍ଥ୍ୟ ଏବଂ ସମ୍ଭାବ୍ୟ ଆୟୁଷ ବିଷୟରେ ବହୁତ କିଛି କଥା କହିପାରେ। ଏହି ସନ୍ତୁଳନ ବଜାୟ ରଖିବାରେ ଆପଣଙ୍କର ମସ୍ତିଷ୍କ, ମାଂସପେଶୀ ଏବଂ ସ୍ନାୟବିକ ପ୍ରଣାଳୀ ଜଡ଼ିତ ହୋଇଥାଏ। ଯଦି ଆପଣ ଏହି ସନ୍ତୁଳନ ରଖିବାକୁ ଅସମର୍ଥ, ତେବେ ଆପଣଙ୍କର ମାଂସପେଶୀର ଶକ୍ତି ଏବଂ ସମନ୍ୱୟ ହ୍ରାସ ପାଉଛି ତାହା ଜାଣିନେବେ। ଏହି କାରଣରୁ ବୟସ୍କ ଲୋକମାନେ ଝୁଣ୍ଟି ପଡ଼ିବାର ଅଧିକ ଆଶଙ୍କା ଥାଏ। ଗୋଟିଏ କଥା ବହୁତ କମ୍ ଲୋକ ଜାଣିଥିବେ ଯେ 60 ବର୍ଷ ବୟସ ପରେ ପଡ଼ିଯିବା ବହୁତ ବିପଦପୂର୍ଣ୍ଣ ସମସ୍ୟା ମଧ୍ୟରୁ ଗୋଟିଏ ଅଟେ। ଗୋଟିଏ ଛୋଟ ଝୁଣ୍ଟି ପଡ଼ିବା ଘଟଣା ମଧ୍ୟ ହାଡ଼ ଭାଙ୍ଗିବା ଭଳି ଗଭୀର ଆଘାତ ସୃଷ୍ଟି କରିପାରେ ଏବଂ ବୟସ ବଢ଼ିବା ସହିତ ଏହାର ଚିକିତ୍ସା ବହୁତ କଷ୍ଟକର ହୋଇଥାଏ। ପଡ଼ିଯିବା ପରେ ଆହତ ହୋଇଥିବା ଅନେକ ବୟସ୍କ ବ୍ୟକ୍ତି ସେମାନଙ୍କର ପୂର୍ବ ଭଳି ଚାଲିବା, ବୁଲିବାର ସ୍ୱାଧୀନତା ହରାଇ ଦିଅନ୍ତି। କିନ୍ତୁ ଗୋଟିଏ ଭଲ ଖବର ହେଉଛି ଯେ ଏହି ଅସୁବିଧାକୁ ମଧ୍ୟ ଆପଣ ଏଡ଼ାଇ ପାରିବେ। ଆପଣଙ୍କ ଶରୀରର ସନ୍ତୁଳନକୁ ରକ୍ଷା କରିବା ପାଇଁ ପ୍ରତିଦିନ ଟିକିଏ ଅଭ୍ୟାସ ଆବଶ୍ୟକ। ଯେପରି ପ୍ରତିଦିନ ଦାନ୍ତ ଘଷିବା ସମୟରେ ଗୋଟିଏ ଗୋଡ଼ରେ ଠିଆ ହେବାକୁ ଚେଷ୍ଟା କରନ୍ତୁ। ହାତର ବିନା ସାହାଯ୍ୟରେ ଚେୟାରକୁ ଉଠାଇବାକୁ ଚେଷ୍ଟା କରନ୍ତୁ। ଉତ୍ତମ ସ୍ୱାସ୍ଥ୍ୟର ପ୍ରକୃତ ରହସ୍ୟ ହେଉଛି ବୟସ ବୃଦ୍ଧିକୁ ଏଡ଼ାଇବା ନୁହେଁ, ବରଂ ବୟସ ବୃଦ୍ଧି ପ୍ରକ୍ରିୟା ପାଇଁ ନିଜ ଶରୀରକୁ ମଜବୁତ କରିବା। ଆମ ଶରୀରର ଯେତେ ବି ଭଲ ସନ୍ତୁଳନ ରକ୍ଷା କରିପାରିବା, ଆମେ ପଡ଼ିଯିବାର ବିପଦ ସେତେ କମ୍ ହେବ ଏବଂ ଆମ ଜୀବନ ସେତେ ଲମ୍ବା ଓ ଆତ୍ମନିର୍ଭରଶୀଳ ରହିପାରିବ। ଦର୍ଶକ ବନ୍ଧୁ, ଚତୁର୍ଥ ସଂକେତ ଆଡ଼କୁ ଚାଲନ୍ତୁ ଯିବା। ଆମ ପାଖରେ ଆଉ ଏକ ସଂକେତ ଅଛି, ଯାହା ସିଧାସଳଖ ଆପଣଙ୍କ ଜୀବନକୁ ପ୍ରଭାବିତ କରିଥାଏ। ପ୍ରତ୍ୟେକ ରାତିରେ ଯେତେବେଳେ ଆପଣ ଶୋଉଛନ୍ତି, ସେତେବେଳେ ଧ୍ୟାନ ରଖନ୍ତୁ ଯେ ଆପଣଙ୍କୁ ରାତିରେ କିପରି ନିଦ ହେଉଛି। ଯଦି ଆପଣଙ୍କୁ ଭଲ ନିଦ ହେଉଛି, ତେବେ ଏହାର ଅର୍ଥ ଆପଣ ସୁସ୍ଥ ଅଛନ୍ତି। ଯଦି ଆପଣଙ୍କୁ ଠିକ୍ରେ ନିଦ ହେଉନାହିଁ, ବାରମ୍ବାର ପାର୍ଶ୍ୱ ବଦଳାଉଛନ୍ତି, ବାରମ୍ବାର ରାତିରେ ଆପଣଙ୍କର ନିଦ ଭାଙ୍ଗୁଛି ଏବଂ ସକାଳୁ ଉଠିବା ପରେ
ଆପଣଙ୍କୁ ଏପରି ଅନୁଭବ ହେଉଛି ଯେ ଯେପରି ଆପଣଙ୍କର ନିଦ ପୂରା ହୋଇନାହିଁ, ତେବେ ଏହା ଆପଣଙ୍କର ସ୍ୱାସ୍ଥ୍ୟ ପାଇଁ ଭଲ ସଂକେତ ନୁହେଁ। କାରଣ ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ ସକାଶେ ନିଦ୍ରାର ଗୁଣବତ୍ତା ଏକ ଗୁରୁତ୍ୱପୂର୍ଣ୍ଣ ମାପକାଠି ହୋଇଥାଏ। ଭଲ ନିଦ କେବଳ ବିଶ୍ରାମ ପାଇଁ ଜରୁରୀ ନୁହେଁ, ପରନ୍ତୁ ଏହା ସେହି ସମୟ ଯେତେବେଳେ ଆମ ଶରୀର ନିଜକୁ ମରାମତି କରି ଆଗାମୀ ଦିନ ପାଇଁ ଆମକୁ ପ୍ରସ୍ତୁତ କରେ। ଏହାଦ୍ୱାରା ସ୍ମୃତି ଶକ୍ତିରେ ବୃଦ୍ଧି ହୋଇଥାଏ, ଆମର ରୋଗ ପ୍ରତିରୋଧକ ଶକ୍ତିରେ ଉନ୍ନତି ହୋଇଥାଏ। ଆପଣ ଜାଣନ୍ତି, ଅନେକ ଲୋକ ବୃଦ୍ଧାବସ୍ଥାରେ ଠିକ୍ ଭାବରେ ଶୋଇ ନ ପାରିବା କାରଣରୁ, ଖରାପ ନିଦ କାରଣରୁ ଉଚ୍ଚ ରକ୍ତଚାପ, ମଧୁମେହ, ହୃଦ୍ରୋଗ, ମାନସିକ ରୋଗ ଏଭଳି ଅନେକ ଭୟାନକ ରୋଗ ହୋଇଥାଏ। ଯଦି ପ୍ରତିଦିନ ସକାଳେ ଆପଣଙ୍କର ନିଦ ପୂରା ହୋଇନଥାଏ, ଆପଣ କ୍ଳାନ୍ତ ହୋଇ ଉଠିଥାନ୍ତି କିମ୍ବା ଉଠିବା ପରେ ଆପଣଙ୍କୁ ସତେଜତା ଅନୁଭବ ହୋଇନଥାଏ, ତେବେ ଆପଣଙ୍କ ଶରୀରରେ କିଛି ଅସୁବିଧା ହେବା ବା ଖରାପ ହେବାର ସଂକେତ ଦେଉଛି। ଏହିପରି ଖରାପ ଖାଦ୍ୟପେୟ, ମାନସିକ ଚାପ, ଆଶ୍ୱସ୍ତିକର ପରିବେଶ, ନିଦ୍ରାହୀନତା ବା ଶ୍ୱାସକ୍ରିୟାରେ ସମସ୍ୟା ଏଭଳି ଅନେକ କାରଣ ହେତୁ ହୋଇପାରେ। କିନ୍ତୁ ଏହି ସମସ୍ୟାର ସମାଧାନ ବି ଅତ୍ୟନ୍ତ ସହଜ। ଏଥିପାଇଁ ପ୍ରଥମେ ଆପଣ ଦୈନନ୍ଦିନ କାର୍ଯ୍ୟସୂଚୀ ପ୍ରତି ଧ୍ୟାନ ଦିଅନ୍ତୁ, କାରଣ ଶରୀରକୁ ଶୋଇବା ବା ଉଠିବା ପାଇଁ ନିୟମିତ ସମୟର ଆବଶ୍ୟକ ହୋଇଥାଏ। ନମ୍ବର 5, ପଞ୍ଚମ ସଂକେତ। ଭଲ ସ୍ୱାସ୍ଥ୍ୟର କଥା ଆସିଲେ ଆପଣ କ'ଣ ଠିକ୍ ସମୟରେ ଭୋକ ଲାଗିବାର ଅନୁଭବ କରୁଛନ୍ତି, ନା ଆପଣ ଏପରି ଅନୁଭବ କରନ୍ତି ଯେପରି ବା ଆପଣଙ୍କର ଖାଇବାର ଆଗ୍ରହ କମିଯାଉଛି? ଭୋକ ଉତ୍ତମ ସ୍ୱାସ୍ଥ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ମାପକାଠି। ଯଦି ଆପଣଙ୍କ ଶରୀର ଠିକ୍ ଭାବରେ କାମ କରୁଛି, ତେବେ ଏହା ସଠିକ୍ ସମୟରେ ଖାଇବାର ଆବଶ୍ୟକତା ଅନୁଭବ କରିଥାଏ, ଯାହାଦ୍ୱାରା ଏହାକୁ ଅଧିକ ପୁଷ୍ଟିସାର ମିଳିଥାଏ ଏବଂ ଶରୀରରେ ଶକ୍ତି ବଜାଇ ରହିପାରେ। କିନ୍ତୁ ଯଦି ହଠାତ୍ ଭୋକ କମିଯାଏ, ତେବେ ଏହା ଏକ ଗମ୍ଭୀର ସମସ୍ୟାର ଲକ୍ଷଣ ହୋଇପାରେ। ଅନେକ ବୟସ୍କ ବ୍ୟକ୍ତି ଖାଦ୍ୟ ପ୍ରତି ଆଗ୍ରହ କମିଯିବାର ଅଭିଯୋଗ କରନ୍ତି। ଏହା ସେମାନଙ୍କର ବଦଳିଯିବା ସ୍ୱାଦ ନୁହେଁ, ବରଂ ଶରୀରରେ ହେଉଥିବା ପରିବର୍ତ୍ତନ ଯୋଗୁଁ ହୋଇଥାଏ। ଏହା ଆମ ପାଚନ ଶକ୍ତିରେ ହ୍ରାସ ଏବଂ ସ୍ୱାଦରେ ପରିବର୍ତ୍ତନ, ଦାନ୍ତର ସମସ୍ୟା କିମ୍ବା କୌଣସି ଅଜଣା ରୋଗର ଲକ୍ଷଣ ହୋଇଥାଏ। ଭୋକ ନ ଲାଗିବା ପୁଷ୍ଟି ଅଭାବର କାରଣ ହୋଇପାରେ, ଯାହା ମାଂସପେଶୀକୁ ଦୁର୍ବଳ କରାଇଥାଏ, ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଥାଏ ଏବଂ ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ। ଠିକ୍ ସମୟରେ ଭୋକ ଲାଗିବା ପାଇଁ କ'ଣ କରିପାରିବା? ପ୍ରୋଟିନ୍ଯୁକ୍ତ ଖାଦ୍ୟ ଖାଆନ୍ତୁ, ଯାହାଦ୍ୱାରା ମାଂସପେଶୀ ମଜବୁତ ରହିବ, ପାଚନ ଶକ୍ତି ବଢ଼ିବ, ମାନସିକ ସ୍ୱାସ୍ଥ୍ୟ ଭଲ ରହିବ। ଖାଦ୍ୟରେ ଥିବା କାର୍ବୋହାଇଡ୍ରେଟ୍ ଆପଣଙ୍କୁ ସାରା ଦିନ ଉର୍ଜା ରଖିଥାଏ। ଫଳ, ପନିପରିବା ଓ ପ୍ରୋଟିନ୍ଯୁକ୍ତ ଖାଦ୍ୟ ଆପଣଙ୍କର ଶକ୍ତି ଓ ରୋଗ ପ୍ରତିରୋଧକ ଶକ୍ତି ଉଭୟକୁ ବୃଦ୍ଧି କରିଥାଏ। ନିୟମିତ ଗୋଟିଏ ସମୟରେ ଖାଇବାର ଅଭ୍ୟାସ କରିବା ଦରକାର, ଯାହାଦ୍ୱାରା ଶରୀର ଭଲ ଭାବରେ କାମ କରେ। ସମୟ ଅନୁସାରେ ଭୋକ ଲାଗିବା ସୁସ୍ଥ ଏବଂ ଦୀର୍ଘାୟୁ ହେବାର ସଂକେତ ହୋଇଥାଏ। ଷଷ୍ଠ ସଂକେତ। ଆମ ଶରୀରର ଏପରି ଏକ ଲକ୍ଷଣ ଅଛି ଯାହା ଆମ ବୟସ ଉପରେ ଗଭୀର ପ୍ରଭାବ ପକାଇଥାଏ। ତାହା ହେଉଛି ଆମର ଚିନ୍ତା ବା ଡିପ୍ରେସନ୍। ଆପଣ କ'ଣ ଲକ୍ଷ୍ୟ କରିଛନ୍ତି, କିଛି ଲୋକ ବୃଦ୍ଧ ହେବା ପରେ ବି ଅତ୍ୟନ୍ତ ଶାନ୍ତ ଓ ଖୁସି ରହିଥାନ୍ତି? ଏହା କିପରି ହୋଇଥାଏ? ଯେପରି ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଚିନ୍ତାଗ୍ରସ୍ତ ଓ ଚିଡ଼ଚିଡ଼ା ଦେଖାଯାଆନ୍ତି। ବହୁତ କମ୍ ଲୋକ ଏହା ଜାଣନ୍ତି ଯେ ଆମର ଚିନ୍ତାକୁ ନିୟନ୍ତ୍ରଣ କରିବାର ସାମର୍ଥ୍ୟ ହିଁ ଆମେ କେତେ ଅଧିକ ଏବଂ କମ୍ ଦିନ ବଞ୍ଚିବା ତାହା ସ୍ଥିର କରିପାରେ। ଚିନ୍ତା କେବଳ ଏକ ମାନସିକ ସମସ୍ୟା ନୁହେଁ, ଏହା ସିଧାସଳଖ ଆମ ଶରୀରକୁ ପ୍ରଭାବିତ କରିଥାଏ। ଯେତେବେଳେ ଆମେ ନିରନ୍ତର ଚିନ୍ତାରେ ରହୁ, ଆମ ଶରୀରରୁ କୋଲେଷ୍ଟ୍ରଲ୍ ନାମକ ଏକ ହର୍ମୋନ୍ ନିର୍ଗତ ହୁଏ, ଯାହା ଆମର ରୋଗ ପ୍ରତିରୋଧକ କ୍ଷମତାକୁ ଦୁର୍ବଳ କରିଥାଏ, ଆମ ରକ୍ତଚାପକୁ ବୃଦ୍ଧି କରେ, ବୟସ ବୃଦ୍ଧିର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରେ। ଏହାର ଅର୍ଥ ହେଉଛି, ଯଦି ଆପଣ ସର୍ବଦା ଚିନ୍ତାରେ ରୁହନ୍ତି, ତେବେ ଏହା ଆପଣଙ୍କର ହୃଦୟ ଓ କିଡ୍ନି ଉପରେ ପ୍ରଭାବ ପକାଇଥାଏ। ଆମେ ଆମର ଚିନ୍ତାକୁ କମାଇବା ପାଇଁ କ'ଣ କରିବା ଉଚିତ? ଏଥିପାଇଁ ଆପଣ ନିୟମିତ ଓ ବ୍ୟବସ୍ଥିତ ଦିନଚର୍ଯ୍ୟାକୁ ଆପଣେଇବା ଉଚିତ ହୋଇଥାଏ।
ଏହାଦ୍ୱାରା ମନକୁ ଶାନ୍ତି ମିଳିଥାଏ। ପ୍ରତିଦିନ ଧୀର ଓ ଗଭୀର ନିଶ୍ୱାସ ନେବାର ଅଭ୍ୟାସ କରନ୍ତୁ। ଏହା ଆମର ଚିନ୍ତାକୁ କମ୍ କରେ। ଆପଣ ନିଜର ଚିନ୍ତାକୁ କମ୍ କରିବା ପାଇଁ ସଙ୍ଗୀତ ଶୁଣନ୍ତୁ। ନିଜର ପ୍ରିୟ ବନ୍ଧୁବାନ୍ଧବମାନଙ୍କ ସହିତ ନିଜର ହସ ଖୁସି ସବୁ ଭାଗ ବାଣ୍ଟନ୍ତୁ। ଏମିତି କରିବା ଦ୍ୱାରା ଆପଣଙ୍କର ମନ ପ୍ରଫୁଲ୍ଲିତ ରହିଥାଏ। ଯଦି ଚିନ୍ତାକୁ ନିୟନ୍ତ୍ରଣ କରାନଯାଏ, ତେବେ ଏହା ଆମର ମୂଲ୍ୟବାନ ଜୀବନକୁ ଛଡ଼ାଇ ନେଇଯାଇଥାଏ। ସପ୍ତମ ସଂକେତ। ଏହି ସବୁ ଶାରୀରିକ ସଂକେତ ପରେ ଏପରି ଗୋଟିଏ ଉପାୟ ଅଛି ଯାହା ଆମକୁ ଚିନ୍ତାମୁକ୍ତ, ସ୍ୱାସ୍ଥ୍ୟବାନ ଓ ଦୀର୍ଘାୟୁ କରାଇବା ପାଇଁ ଲାଭବାନ ଭାବେ ପ୍ରମାଣିତ ହୋଇଛି। ଏହା ହେଉଛି ଆମର ବ୍ୟକ୍ତିଗତ ଓ ସାମାଜିକ ସମ୍ପର୍କ। ଏହା ହେଉଛି ଜୀବନର ସବୁଠାରୁ ବଡ଼ ରହସ୍ୟ। ଥରେ ଭାବି ଦେଖନ୍ତୁ, ନିକଟ ଭବିଷ୍ୟତରେ ଆପଣ ଆନ୍ତରିକତାର ସହିତ କାହା ସହ କଥା ହୋଇଛନ୍ତି କି? ଆପଣଙ୍କର କ'ଣ ଏପରି କେହି ଅଛନ୍ତି ଯାହା ସହିତ ଆପଣ ଆପଣଙ୍କର ଦୁଃଖ ସୁଖ, ଚିନ୍ତା ଓ ଶାନ୍ତିର କିଛି ମୁହୂର୍ତ୍ତ ବାଣ୍ଟି ପାରିବେ? 60 ବର୍ଷ ବୟସ ପରେ ନିଜକୁ ଏକୁଟିଆ ଅନୁଭବ କରିବା ଏହା ସ୍ୱାସ୍ଥ୍ୟ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ଏହା କେବଳ ଆମକୁ ଏକାକିତ୍ୱ ଅନୁଭବ କରାଇ ନଥାଏ, ବରଂ ଏହା ଆମ ଶରୀର ଓ ମନ ଉଭୟକୁ ଭୟଙ୍କର ଭାବେ ପ୍ରଭାବିତ କରିଥାଏ। ଗବେଷଣାରୁ ପ୍ରମାଣିତ ହୋଇଛି ଯେ ଯେଉଁମାନଙ୍କର ସାମାଜିକ ସମ୍ପର୍କ ବା ବ୍ୟକ୍ତିଗତ ସମ୍ପର୍କ କମ୍ ଥାଏ, ସେମାନଙ୍କୁ ଶୀଘ୍ର ହୃଦ୍ଘାତ, ମାନସିକ ରୋଗ ଆସିବାର ଆଶଙ୍କା ଅଧିକ ଥାଏ। ସମୟ ସହିତ ଆମ ଦିନଚର୍ଯ୍ୟାରେ ପରିବର୍ତ୍ତନ ଆସୁଛି। ପିଲାମାନେ ସେମାନଙ୍କ ଦିନଚର୍ଯ୍ୟାରେ ବ୍ୟସ୍ତ ହୋଇଯାଆନ୍ତି ଓ କିଛି ବନ୍ଧୁବାନ୍ଧବ ଦୂରେଇ ଯାଆନ୍ତି। ଏହାକୁ ସୁଧାରିବା ପାଇଁ ଆମେ କିଛି ନୂଆ ସମ୍ପର୍କ ଗଢ଼ିବା, ସାମାଜିକ କାର୍ଯ୍ୟକଳାପରେ ଯୋଗ ଦେବା, ନିଜ ପଡ଼ୋଶୀ ସହ କଥାବାର୍ତ୍ତା ହେବା, ଘରୁ ବାହାରକୁ ବାହାରି ଅନ୍ୟମାନଙ୍କ ସହ କଥାବାର୍ତ୍ତା ହେବା, ପୁରୁଣା ବନ୍ଧୁବାନ୍ଧବ ସହ ମିଶି ନିଜର ଦୁଃଖ ସୁଖ ସେୟାର କରିବା। ଏପରି କରିବା ଦ୍ୱାରା ମାନସିକ ଏବଂ ଭାବ ପ୍ରବଣତା ଆମ ସ୍ୱାସ୍ଥ୍ୟ ଉପରେ ଏକ ବିରାଟ ସକାରାତ୍ମକ ପ୍ରଭାବ ପକାଇଥାଏ। ଏପରି ସାମାଜିକ ସମ୍ପର୍କ କେବଳ ଆପଣଙ୍କ ଏକାକିତ୍ୱକୁ ଦୂର କରିବ ତାହା ନୁହେଁ, ବରଂ ଏହା ଆପଣଙ୍କୁ ଏକ ଉତ୍ତମ ଏବଂ ଦୀର୍ଘ ଜୀବନ ବଞ୍ଚିବାରେ ସାହାଯ୍ୟ କରିବ। ଯେତେବେଳେ ଆପଣ ଏହି 7ଟି ସଂକେତକୁ ବୁଝିପାରିଛନ୍ତି, ବର୍ତ୍ତମାନ ଏକ ଧୀର ଓ ସୁସ୍ଥ ମନରେ ଭାବନ୍ତୁ, ଆପଣ ନିଜ ଶରୀରରେ କେବେ ହେଲେ ଏହି ସଂକେତ ଅନୁଭବ କରିଛନ୍ତି କି? କ'ଣ ଆପଣଙ୍କ ଚାଲିବାର ଗତି ମନ୍ଥର ହେଉଛି କି? କ'ଣ ଆପଣଙ୍କ ହାତର ଗତି ଦୃଢ଼ ଅଛି କି? କ'ଣ ଆପଣ ଭଲ ଭାବରେ ଶୋଇପାରୁଛନ୍ତି କି? ଏହି ଛୋଟ ଛୋଟ ବିଷୟ ହିଁ ନିର୍ଣ୍ଣୟ କରିବ କ'ଣ ଆପଣ ଖୁସି ଅଛନ୍ତି ନା ନାହିଁ। ଆପଣ ନିଜର ଆଗାମୀ ଜୀବନକୁ ଶକ୍ତିବାନ ଉର୍ଜା ଓ ଆତ୍ମନିର୍ଭରଶୀଳତା ସହିତ ବିତାଇବା କିମ୍ବା ସୀମାବଦ୍ଧତା ଦ୍ୱାରା ଆବଦ୍ଧ ହୋଇ ବିତାଇବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆଜି ଆପଣଙ୍କର ସ୍ୱାସ୍ଥ୍ୟ କିପରି ଅଛି ଏହା ଚିନ୍ତାର ବିଷୟ ନୁହେଁ। ସବୁବେଳେ କିଛି ନା କିଛି ଭଲ ପଦକ୍ଷେପ ନିଆଯାଇପାରିବ। ଆପଣ ଏହି ସଂକେତ ପ୍ରତି ଯେତେ ଧ୍ୟାନ ଦେବେ, ସେତେ ଭଲ ଫଳାଫଳ ପାଇପାରିବେ। କାରଣ ଏହାଦ୍ୱାରା ଆଶ୍ଚର୍ଯ୍ୟଜନକ ଭାବେ ନିଜ ଶରୀରରେ ସୁସ୍ଥ ରହିବାର କ୍ଷମତା ବୃଦ୍ଧି ହେବା ଆପଣ ଦେଖିପାରିବେ। ଦର୍ଶକ ବନ୍ଧୁ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଶୁଣିଥିବାରୁ ଧନ୍ୟବାଦ। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ।